ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ପଖାଳ ସବୁ ଓଡ଼ିଆଙ୍କର ପ୍ରାଣ, ଆଉ ତାର ଇଷ୍ଟ ଦେବତାଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ। ଚାଲନ୍ତୁ ଏଇ ପଖାଳ ଦିବସ ଉପଲକ୍ଷେ ଆମେ ଆଲୋଚନା କରିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ବିଭିନ୍ନ ପ୍ରକାର ପଖାଳର ସେ ବିଷୟରେ ଆଲୋଚନା କରିବା। ଚାଲନ୍ତୁ ଏବେ ଆଲୋଚନା କରିବା ଜଗନ୍ନାଥଙ୍କ ପାଖରେ ମଣୋହି ହେଉଥିବା ସ୍ୱତନ୍ତ୍ର 8 ପ୍ରକାର ପଖାଳ। ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ହିଁ ବୁଝାଏ। ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ। ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି। ମଉଡ଼ମଣି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ। ସେଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢ଼ା ହେଉଥିବା ପଖାଳରେ କେତେବେଳେ ଦହି ଭାସେ ତ ପୁଣି କେତେବେଳେ ଘିଅ। ଏଠାରେ ମହାପ୍ରଭୁଙ୍କ ଉପାସନାରେ କେବଳ ଅରୁଆ ପଖାଳ ହିଁ ଲାଗି ହୁଏ। ତେବେ ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଣୋହି ହେଉଥିବା ଏହି ପଖାଳର ଅନେକ ନାଁ ରହିଛି। ସାଧାରଣରେ ଲୋକମାନେ ଦିନରେ ଏବଂ ରାତିରେ ମଧ୍ୟ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁ କେବଳ ସନ୍ଧ୍ୟା ଧୂପରେ ହିଁ ସ୍ୱତନ୍ତ୍ର ପଖାଳ ଭୋଗ ଗ୍ରହଣ କରିଥାନ୍ତି। ଆସନ୍ତୁ ଜାଣିବା ପ୍ରଥମେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ପଖାଳ ସବୁ କ'ଣ ଏବଂ ଏହି କ'ଣ ରହିଛି ଏହି ପଖାଳର ସ୍ୱତନ୍ତ୍ରତା। ପ୍ରଥମ ହେଉଛି ସୁବାସ ପଖାଳ। ଏହା କିପରି ପ୍ରସ୍ତୁତ କରାଯାଏ ଚାଲନ୍ତୁ ଆମେ ଜାଣିବା। ପ୍ରଥମେ କୁଡ଼ୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ କୁହାଯାଏ। ଦ୍ୱିତୀୟ ହେଲା ଚିପୁଡ଼ା ପଖାଳ। ଚିପୁଡ଼ା ପଖାଳ ରନ୍ଧା ହୋଇଥିବା ଅନ୍ନକୁ ପ୍ରଥମେ ଭଲ ଭାବେ ଚିପୁଡ଼ି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୁଙ୍କୁ ପରଷି ଦିଆଯାଏ। ଅନ୍ନକୁ ଚିପୁଡ଼ା ଯାଇଥିବାରୁ ଏହାକୁ ଚିପୁଡ଼ା ପଖାଳ କୁହାଯାଏ। ତୃତୀୟ ହେଉଛି ପାଣି ପଖାଳ। ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ ମିଶ୍ରଣ କରାଯାଇନଥାଏ, ଯାହାକି ହେଉଛି ପ୍ରତ୍ୟେକ ଓଡ଼ିଆ ଘରର ସାଧାରଣ ଖାଦ୍ୟ। ଆମ ଭଗବାନ ମଧ୍ୟ ଆମ ପରି ସେ ହେଉଛନ୍ତି ଆମର ମଉଡ଼ମଣି, ପ୍ରତି ଓଡ଼ିଆଙ୍କର ପ୍ରାଣବିନ୍ଦୁ ଓ ପ୍ରାଣର କେନ୍ଦ୍ର। ସେଇଥିପାଇଁ ଆମର ଖାଦ୍ୟ ଓ ପ୍ରଭୁ ଜଗନ୍ନାଥଙ୍କର ଖାଦ୍ୟ ମଧ୍ୟରେ ଏତେ ସମାନତା ରହିଛି। ଦହି ପଖାଳ। ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗଳାଇ ଦିଆଯାଏ। ଏଥିରେ ଦହି ମାତ୍ରା ଅଧିକ ଥାଏ ଏବଂ ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଏ ଦହି ପଖାଳ। ମିଠା ପଖାଳ। ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ଼ ପକାଇ ରନ୍ଧା ଯାଇଥାଏ ମିଠା ପଖାଳ। ପୁଣି ଏଥିରେ ଭଜା ଜିରା, ଲୁଣ ଓ ଅଦା ଖଣ୍ଡ ପକାଇ ପରଷା ଯାଇଥାଏ। ମଲ୍ଲି ଫୁଲ ପଖାଳ। ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ, କିନ୍ତୁ ଏହାକୁ ସୁବାସିତ କରିବାକୁ ମଲ୍ଲି ଫୁଲ ଦେଇ ପରଷାଯାଏ। ଟଭା ପଖାଳ। ସାଧାରଣତଃ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଏଥିରେ ମଲ୍ଲି ଫୁଲ ପଖାଳ ପରି ହିଁ ଏହି ପଖାଳର ପ୍ରସ୍ତୁତି ମଧ୍ୟ ସମାନ। ସୁବାସ ପଖାଳ ସହ ସମାନ ଥାଏ। ଟଭା ପଖାଳ। ଘିଅ ପଖାଳ। ସାଧା ଅନ୍ନ, ଲୁଣ, ଅଦା ଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ, ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ। ବିଶେଷ କରି ସନ୍ଧ୍ୟା ଧୂପ ଓ ବଡ଼ସିଂହାର ବେଶ ବା ରାତ୍ରି ପ୍ରୌଢ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ହୋଇଥାଏ। ଦେଖନ୍ତୁ ଆମ ଓଡ଼ିଆଙ୍କର ପ୍ରିୟ ମଧ୍ୟ ଭଗବାନଙ୍କର ପ୍ରିୟ। କାହିଁକି ନା ଭଗବାନଙ୍କ ପ୍ରିୟ ହେଉଛି ଆମ ଓଡ଼ିଆମାନେ। କେବଳ ସେ ଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି। ଖରାଦିନେ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏଭଳି ସ୍ୱତନ୍ତ୍ର ପଖାଳ ଭୋଗ ଲାଗି କରାଯାଇଥାଏ। ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବା ପାଇଁ ଚନ୍ଦନ ଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନ ମୋହନ ଚାପ ଖେଳିବା ପାଇଁ ବାହାରନ୍ତି। ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ। ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ। ଏହା ହେଲା ଆମର ମହାପ୍ରଭୁଙ୍କର ପଖାଳ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କହିଦେବେ। ସେ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ସେଇଥିପାଇଁ ପ୍ରତି ସାଧାରଣ ଓଡ଼ିଆରୀର ପ୍ରିୟ ଖାଦ୍ୟ ମଧ୍ୟ ପୁରା ଆମର ମଉଡ଼ମଣି ମହାରାଜାଙ୍କର ମଧ୍ୟ ପ୍ରିୟ ଖାଦ୍ୟ।
ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କହିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ। ହେପି ପଖାଳ ଦିବସ।